ଜାଣିବା ଭିତରେ 1934 ମସିହାରେ ମାँ ଏଠି ଆସି ଗୋଟେ ଉଭା ହେଲେ। ଜଣେ ଗୁଡ଼ିଆ ଘରର ଜଣେ ଥିଲେ, ତାଙ୍କ ପାଖରେ ଯେତେବେଳେ ଉଭା ହେଲେ, ଏଠି ଖତ ଗଦାଟିଏ ଥାଏ। କହିଲେ ଆରେ ଏ ଖତ ଗଦାରେ କ'ଣ ଦିଅଁ ଉଭା ହେଲେ? ଲୋକ ପଚାରିବା ଭିତରେ କହିଲେ ଏ କୁରୁପା ଗୁଡ଼ିଆ ଏମିତି ଡେଉଛି, ତାକୁ ଗୋଟେ ଇଏ କର। ଏମିତି ଗୋଟେ ପାଳି ଗଲା। ତା ପର ପାଳିରେ ପୁନର୍ବାର ମଧ୍ୟ ବି ଠାକୁରାଣୀ ସେଇ ବୁଢ଼ା ପାଖରେ ଯେତେବେଳେ ବିଜୟ ହେଇଛନ୍ତି, ତେଣୁ ତାପରେ ଜାଣିଲେ ତୁ କିଏ? ନା ମୁଁ ହେଙ୍ଗୁଳା। ତୁ ଥିଲୁ କେଉଁଠି? ଆସିଲୁ କାହିଁକି? ନା ମୁଁ ଥିଲି ତଳକୋଲରେ, ମୁଁ ଆସିକି ଏଠି ପହଞ୍ଚିଛି ମାତଲାପୁରରେ ରହିବି। ମୋତେ ସେଠି ଶାନ୍ତି ହେଲାନି, ମୁଁ ଏଠି ଶାନ୍ତିରେ ରହିବି। ଆଚ୍ଛା, ଆମେ ତ କିଛି ଜାଣିନୁ, କେମିତି ତତେ ପୂଜାଜା କରିବୁ, କ'ଣ କରିବୁ? ନାରେ ଗୋଟେ ବେତ ମୁକାମ ଦେଉଛି, ଏ ବେତ ଆଗେ ପୂଜା କରିକି ତମେ ଏଇଠି ଘରଟିଏ ଚାଳ ଘରଟିଏ କରି ରଖିବା ପରେ ପୂଜା ଆରମ୍ଭ କରାଗଲା। କରାଯିବା ପରେ କହିଲେ ମା ଇଏ ବେତ ମକାରେ ଆମେ ପୂଜା କରିବୁ ତତେ? ନାରେ ନାଇଁ, ମୋର ଶିଳାଟିଏ ମଧ୍ୟ ପଡ଼ିଛି ଚିଲିକା କୂଳରେ, କରିମପୁର ପାଖରେ ଯେଉଁ ମୋର ଯୋଗମାୟା ପୀଠ ଅଛି, ଯୋଗମାୟାଙ୍କ ସଳଖ ସେ ଚିଲିକା ଭିତରେ ଶିଳାଟିଏ ପଡ଼ିଥିଲା। ସେତେବେଳକୁ ଅଥଳ ଥଳ ଜଳ। ଏହି ସମୟରେ ସମସ୍ତେ ଲୋକମାନେ ଆଉ ମତ୍ସ୍ୟଜୀବୀ ମାନେ ପହଞ୍ଚି ସେଠାକୁ ସନ୍ଧାନ କଲେ। କରିବା ପରେ ଶିଳାଟିକି ପାଇଲେ। ପାଇବା ଭିତରେ ତାକୁ ଉଠେଇ ପାରିଲେ ନାହିଁ। ମା ହେଙ୍ଗୁଳାଙ୍କର ନାମକୁ ଉଚ୍ଚାରଣ କରି ଟେକିବା ଭିତରେ ଅକସ୍ମାତ ଶିଳାଟି ଆସିକିରି ଡଙ୍ଗା ଭିତରେ ପହଞ୍ଚିଲା। ଡଙ୍ଗା ଭିତରେ ପହଞ୍ଚିବା ପରେ କୂଳକୁ ଆଣି ଶଗଡ଼, ସେତେବେଳେ ଶଗଡ଼ ବଳଦର କଥା, ଶଗଡ଼ ଯାନ କରି ନାମ ସଂକୀର୍ତ୍ତନ କରି ଏଠି ଆଣି ପ୍ରତିଷ୍ଠିତ କଲେ। କେବଳ ଶିଳାଟିଏ ସେମିତି ମଧ୍ୟ ବି ରଖାଗଲେ। କହିଲେ ଏଥିରେ ନିହଣ ମୁଗୁର କିଛି ବାଜିବ ନାହିଁ, କେବଳ ଏ ଶିଳା। ଏ ଶିଳା ଦେଖିବା ଭିତରେ ଯିଏ ପଣ୍ଡିତମାନେ ଆସିଲେ, ତାକୁ ଦେଖିଲା ବେଳେ ସେ ଗୋଟେ ଚନ୍ଦ୍ର ଚିହ୍ନ ଜାଗ ଥାଏ। ସେ ଚନ୍ଦ୍ର ଚିହ୍ନ ଜାଗ ଦିହରୁ ସବୁବେଳେ ପାଣି ଝରିଲା ଭଳି ଜଣାପଡ଼ୁଥାଏ। ମା ଏମିତି କାଳକ୍ରମେ ବିଜୟ ହେଉଥାନ୍ତି। ଯେଉଁ କୃପା ସିନ୍ଧୁ ସାହୁଙ୍କ ଦେହରେ ବିଜୟ ହେଉଥିଲେ, ତାପରେ ସେ ମଧ୍ୟ ବି ମୃତ୍ୟୁବରଣ କଲେ। ତାପରେ ମୋତେ କହିଲେ ଇଏ କଳିଯୁଗ ହେଲେନି, ବର୍ତ୍ତମାନ ଆଉ ମୁଁ ବିଜୟ ହେବି ନାହିଁ, ଆଉ ମୋତେ ପୂଜା କରିବ, ଆଉ ବ୍ରାହ୍ମଣ ଖଞ୍ଜା ରଖିବ, ପୂଜାକୁ ରଖିକି ମୋତେ ପୂଜା କରିବ, ମୁଁ ଆଉ ବିଜୟ ହେବି ନାହିଁ। ମୋର ଗୋଟିଏ ହୁକୁମ, ମୁଁ ଚୂଳ ଲାଗିଟିଏ ଦେବି, ଯିଏ ଯାହା ମନସ୍କାମନା କରିଥିବେ ସେ ତା ମନସ୍କାମନା ଅନୁସାରେ ତା ଫଳ ପାଇବ। ସେହି ଅନୁସାରେ ଭକ୍ତମାନେ ଏଠି ଆସି ପହଞ୍ଚିଲେ। ଏମିତି ଆଜ୍ଞା 12 ମାସରେ ଯେଉଁ 13 ପର୍ବ କୁହାଯାଏ, ପ୍ରତି ମାସରେ ପ୍ରତି ପର୍ବ ମଧ୍ୟ ବି ଖଞ୍ଜା ଗଲା। ଚନ୍ଦନ ପଣା, ଆଉ ତାପରେ ଚୈତ୍ର ପୂର୍ଣ୍ଣିମା ହିଙ୍ଗୁଳା ଯାତ୍ରା ରଖାଗଲା। ଏହି ଅନୁସାରେ ମାଙ୍କର ହିଙ୍ଗୁଳା ଯାତ୍ରା ମଧ୍ୟ ବି ଗୋଟିଏ ଦିନ ପାଳନ କରାଯାଉଥାଏ। ଏମିତି ଅନେକ ଦିନ ଯିବା ପରେ କହିଲେ ଗୋଟିଏ ଦିନ କାହିଁ କରିବା, 3 ଦିନ କରିବା। ତାର 3 ଦିନ ମଧ୍ୟ ହେଲା। ଅଳ୍ପ ଘିଅରେ ଚାଲିଲା। ବିଜୟ ହେବା ସମୟରେ ଅନେକ କଥା, ଅନେକ ରୋଗୀ ଲୋକ ମଧ୍ୟ ବି ଆସି ଏଠି ମୁକ୍ତି ଲାଭ କରିଛନ୍ତି। ଏ ଗୋଟେ ଝାଡ଼ ଜଙ୍ଗଲ ଜାଗା ଥାଏ, ଏଠି ଲୋକ ବସବାସ କରୁନଥିଲେ। ମୋହନ ମହାନ୍ତିଙ୍କର ଏପଟେ ହେଉଛି ଏଇଟା ଖତଗଦା ଜାଗା। କିଆ ଗଛ ଆଉ ବାସଙ୍ଗ ଗଛ ଥାଏ। ତେଣୁ ଯିଏ ଆସନ୍ତି ଗୁହାରିଆ ହିସାବରେ ସେ ବୁଦା ଭିତରେ ରହି ମାଙ୍କ ସହିତ ସାକ୍ଷାତ କରନ୍ତି। ତେଣୁ ଅନେକ ଦିନ ଯିବା ପରେ କାଳକ୍ରମେ ଭକ୍ତମାନେ ଏଠି ସମାଗମ ହେଲେ। ଆସ୍ତେ ଆସ୍ତେ ମାଙ୍କର ଯଜ୍ଞ ମଧ୍ୟ ବି ବଢ଼ିବାକୁ ଲାଗିଲା। ମାଘ ମାସରେ ଆମର କୃଷ୍ଣପ୍ରସାଦ ବ୍ଲକ, ବ୍ରହ୍ମଗିରି ବ୍ଲକ, କଣାସ ବ୍ଲକର ଲୋକ ମଧ୍ୟ ବି ଏଠି ଆସି, ପ୍ରତି ଗ୍ରାମର ଲୋକ, ଗ୍ରାମବାସୀମାନେ ଆସି ଭୋଗରାଗ କରି ମାନସିକ ରଖି ଏସବୁ କାର୍ଯ୍ୟ ଚାଲିଲା। ଲୋକ ସମାଗମ ହେବା ପରେ ମାଙ୍କର ମଧ୍ୟ ବି ଯଜ୍ଞ ଅନୁଷ୍ଠାନ ବଢ଼ି ଚାଲିଲା। ତେଣୁ ମା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ। ମାଙ୍କ ପାଖରେ ଯିଏ ଯାହା ମନାସନ୍ତି ସେ ତା ପାଆନ୍ତି। ଆଉ ଚୂଳ ଲାଗି ଯିଏ ବିଶ୍ୱାସରେ କରେ ତାଙ୍କ କାର୍ଯ୍ୟ ସଫଳ ହୁଏ। ତେଣୁ ଏହି ଅନୁସାରେ ଜନଗହଳ ହେଲା। ମାଙ୍କର ବାନା ବିଖ୍ୟାତ ହେବା ପରେ ସମସ୍ତ ଭକ୍ତମାନେ ଆସି ଏଠି ରୁଣ୍ଡୀଭୂତ ହେଲେ। ମାଙ୍କର ଭକ୍ତ ହିସାବରେ
समस्ते भी कार्य करती माँकर कार्यपाई भक्त मैंने एटी भी समस्ते यार कार्यक्रम करुँच तारी अनुसार भी कार्य चली तेणु आम जहाँ भावुँ ता हो पारना सी जहाँ इच्छा करें हूँ प्रत्यक्ष कथा यही वर्तमान चलती यज्ञ टाइम आमे भी दंड नृत्य ये आरंभ कलु जद्वारा कि आकाश परिष्कार अच्छी बड़दाणी गोटे दंड नृत्य चली नांदीपुर गोटे दंड नृत्य चली आम नुआपड़ा दंड नृत्य माँ निकट में करने आनिलु जमी आज्ञा दंड सरीगला यात्रा बेलसिक अकस्मात झड़ तोफान वर्षा आसला यात्रा बंद करदेला तार यात्रा उपरे ये नुह भक्त माने धूप दीप घी भोग या प्रति तार बहु लालायित बड़बाड़ू जगन्नाथ निकट महाप्रसाद आनिबा भितर बाटर कहीं विरोध करें ना जगन्नाथ मंदिर रे माँ कथा कहले सेवक मान समस्ते कहे ना मतलापुर हेंगुड़ाई नरुटे जीव महाप्रसाद जीव ए अनुसार भक्त मान ये आसी पहुँचुंट तेणु माँ जो आज यज्ञ चली केवल भक्त मानकर समागम भितर जो भक्त मानकर अनुदान भितर माँ यज्ञ कार्यक्रम चली तेणु आज ये चलती यज्ञर जिते कार्यक्रम हो समस्ते भी ये तार अनुभूति करुँच माँ हूँ अग्नि स्वरूपा अग्नि द्वारा खेल था समय घड़ी बाणटीए हेले सुधा भी मरा जाए तेणु कालक्रमे से घड़ी बाण भी आज आकाशर बाण ही फुटवा लगी तेणु आम जिते प्रकार बंद करने को चेष्टा कले भी माँ भी समस्त मुहरे हृदय भितर कहूँ जे बर्तमान ना जाओ ना कहीं मोर बाण टी मर मुझे अग्नि तेणु मोर हूँ अग्नि कम तेणु बाण मर आम जिते प्रकार विरोध कले भी से बंद हो पारा ना आम कहलु आम पाखे पैसा ना अरे किए दब किए नब तुम्हें पैसा दबा दरकार ना तेणु मो भक्त मैंने मत देवे यही अनुसार आज्ञा कार्यक्रम माँ चली तेणु 12 मासर 13 पर्व भी रखा जाइए चंदन पणा हो मकर सब कार्यक्रम चली किंतु 12 मासर 13 यात्रा भी माँ निकट में भक्त मान आसी समस्त अनुदान चली।